ପୂର୍ଣ୍ଣାଙ୍ଗ ପୂର୍ଣ୍ଣ ବ୍ରହ୍ମ ହେଉଛନ୍ତି ମହାପ୍ରଭୁ। ଆଜି ରଥତ୍ରୟ ଭିତରେ ଆଉ ଏକ ରଥ ସୃଷ୍ଟି। ରଥତ୍ରୟର ଭିତରେ ଆଉ ଏକ ରଥ ଆପଣ ଦେଖୁଛନ୍ତି, ଯୋଉ ରଥକୁ ଆମେ ଗୁପ୍ତ ଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚା କହୁଛେ। ନନ୍ଦିଘୋଷ ରଥ ଆକୃତିର ବିମାନଟିଏ ଆଜି 4ଟି ରଥର ଧର୍ମ ସୃଷ୍ଟି ଆପଣଙ୍କୁ କରୁଛି। ଏ ଚିତ୍ର, ଏ ଦୃଶ୍ୟ କାହିଁକି 4ଟି ରଥ ଦୃଶ୍ୟମାନ ହେଉଛନ୍ତି? ବର୍ତ୍ତମାନ 6ଟି ରଥ ମଧ୍ୟ ଦୃଶ୍ୟମାନ ହେଉଛନ୍ତି। ଏ ସୁନ୍ଦର ଦୃଶ୍ୟ। କାରଣ ଇତିହାସକୁ ଯେତେବେଳେ ଯିବେ, ଅତୀତକୁ ଯିବେ, 6ଟି ରଥ, 3ଟି ଶଗଡ଼ି, 3ଟି ରଥ। ଆଜି ଚିତ୍ର ଉତ୍ତୋଳନ ଯୋଉମାନେ କରୁଥାନ୍ତି, ଯୋଉମାନେ ଅଛନ୍ତି, ସେମାନଙ୍କୁ ଧନ୍ୟ। କେତେବେଳେ 4ଟି ରଥକୁ ଦେଖେଇ ଦେଉଛନ୍ତି, କେତେବେଳେ 6ଟି ରଥକୁ ଦେଖେଇ ଦେଉଛନ୍ତି। ମହାପ୍ରଭୁ ତାଙ୍କୁ ଶିକ୍ଷା ଦେଇଛନ୍ତି। ରଥ ଭିତରେ ରଥୀ ଅଛନ୍ତି, ରଥୀଙ୍କ ଭିତରେ ମଧ୍ୟ ରଥ ଅଛି। ପିଲାଟିଏ ମାଙ୍କର ଅଧରରୁ ଯେମିତି ପିଲାମାନେ ମାଙ୍କ ପ୍ରତି ସ୍ନେହ ବାଢିଥାନ୍ତି, ପୁଣି ସେବକଟିଏ ଦୈତା ସେବକ ମାଙ୍କ କେତେବେଳେ ନାସିକାର ହାତ ସ୍ପର୍ଶ କରୁଛି, କେତେବେଳେ ତାଙ୍କର ଅଧରକୁ ହାତ ସ୍ପର୍ଶ କରି କିଛି ଆଣିବାର ଆମେ ଦେଖୁଛୁ। ମାଳାକୁ ଟିକେ ସ୍ପର୍ଶ କରୁଛନ୍ତି। କେବେ ସୁନ୍ଦର ଭାବରେ ବଳଭଦ୍ରଙ୍କର ସୁନାବେଶ ଆମେ ଦର୍ଶନ କରୁଛେ। ସୁନାବେଶର ସୃଷ୍ଟି ସମ୍ଭବ ଆମେ ଯେତେବେଳେ ଜାଣୁଛେ, କପିଳେନ୍ଦ୍ର ଦେବଙ୍କ ସମୟରେ କୁହନ୍ତୁ ବା ଗଙ୍ଗବଂଶର ରାଜତ୍ୱ ସମୟରେ ଅନଙ୍ଗ ଭୀମଦେବ ସମୟର କଥା କୁହନ୍ତୁ। କେତେ ଭକ୍ତ ଦେଖନ୍ତୁ ସେଇ ସୁନାବେଶକୁ ଦର୍ଶନ କରିବା ପାଇଁ ଆସିଛନ୍ତି। କାରଣ ତାଙ୍କର ପାରମ୍ପରିକ ନୀତି ମହାପ୍ରଭୁଙ୍କର ଯାନି ଯାତ୍ରା ଉତ୍ସବ ସେବା ପୂଜାରେ ଦେଖିବେ ରାଜକୀୟ ଠାଣି। କାରଣ ସିଏ ହେଉଛନ୍ତି ରାଜାଧି ରାଜ ମହାପ୍ରଭୁ। ରଜାବଳି ଆସିବେ, ରଜାବଳି ଯିବେ, ରଜାବଳି ବସିବେ, କି ଠାଣିରେ ବସିଛନ୍ତି ରଥ ଉପରେ। ତେଣୁ ଉତ୍କଳର ଯଥାର୍ଥ ସମ୍ରାଟ ଭାବେ, ଏ ଜାତିର ଅଧୀଶ୍ୱର, ସକଳ ଐଶ୍ୱର୍ଯ୍ୟର ଅଧିକାରୀ ଭାବେ ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ ଅତ୍ୟନ୍ତ ପ୍ରାଚୀନ କାଳରୁ ରହିଆସିଛି। ଅପରପକ୍ଷରେ ଜଗନ୍ନାଥ ହେଉଛନ୍ତି ଐଶ୍ୱର୍ଯ୍ୟ ମାଧୁର୍ଯ୍ୟର ମିଳିତ ବିଗ୍ରହ। ତାଙ୍କର ଲୀଳା ଜଗନ୍ନାଥ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟର ମିଳିତ ବିଗ୍ରହ। ଆପଣଙ୍କ ଏହି ସୁନାବେଶ କି ଭାବ ପ୍ରକଟ କରନ୍ତି? ମହାପ୍ରଭୁଙ୍କର ଏହି ସୁବର୍ଣ୍ଣ ବେଶ, ମହାପ୍ରଭୁ ରଥ ଉପରେ ହେଇଛନ୍ତି। ଏ ବେଶ ହେଉଛି ମହାପ୍ରଭୁଙ୍କର ଐଶ୍ୱର୍ଯ୍ୟ ଭାବ ପ୍ରକାଶିତ ହୋଇଥାଏ। ଐଶ୍ୱର୍ଯ୍ୟ ଭାବ ପ୍ରକାଶିତ ହୋଇଥାଏ। ସୁନାବେଶର ଉତ୍ପତ୍ତିକୁ ଯେତେବେଳେ ଦେଖିବେ, ଏ ସୁବର୍ଣ୍ଣ ବେଶକୁ ନେଇ ଅନେକ ଗବେଷକମାନେ ମଧ୍ୟ ପ୍ରକାଶ କରନ୍ତି। କିଏ କୁହନ୍ତି 1232 ଖ୍ରୀଷ୍ଟାବ୍ଦରେ ବୋଲି ନିରୂପଣ କରିଛନ୍ତି। ବର୍ଷ ମଧ୍ୟରେ ମୋଟ 5 ଥର ସୁନାବେଶ ମଧ୍ୟରୁ 4ଟି ସୁନାବେଶ ବା ରାଜାବେଶ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅନୁଷ୍ଠିତ ହେଉଥିବା ବେଳେ କେବଳ ଗୋଟିଏ ବେଶ ରଥ ଉପରେ, ଆଜିର ଯୋଉ ବେଶ, ଆଷାଢ଼ ମାସ ଶୁକ୍ଳ ଏକାଦଶୀ, ଆଜି ପୁଣି ବଡ଼ ଏକାଦଶୀ, ଆଜି ପୁଣି ଶୟନ ଏକାଦଶୀ, ଏକାଦଶୀର ମାହାତ୍ମ୍ୟ କଣ ରହିଛି? ଆଜି ପୁଣି ଆପଣ ମହାଦୀପ ଦର୍ଶନ କରିବେ। ଆଜି ପ୍ରଭୁଙ୍କର ଶୟନ ନୀତି ଅନୁଷ୍ଠିତ ହେବ। ସୁବର୍ଣ୍ଣ ଅଳଙ୍କାରର ଚନ୍ଦ୍ରଟିଏ ଦେଖୁଛନ୍ତି ମସ୍ତକ ଉପରେ, 16 ଚିତାର ଉପରି ଭାଗରେ ସୂର୍ଯ୍ୟ ଚନ୍ଦ୍ର ସୁବର୍ଣ୍ଣ ଅଳଙ୍କାର ମହାପ୍ରଭୁଙ୍କର ଲାଗି ରହିଛନ୍ତି। ଅଳଙ୍କା ସୁବର୍ଣ୍ଣର ଅଳଙ୍କା, ପୁଷ୍ପର ଅଳଙ୍କାର ଅଳକା ମହାପ୍ରଭୁଙ୍କର ରହିଛି। ଆଖି ପତାର ବା ଆଖି ଡୋଳାର ଉପରି ଭାଗରେ ପୁଷ୍ପ ଦ୍ୱାରା ଅଳଙ୍କାର ଯୋଉ, ତାକୁ ଅଳକା କହିବା। ଏବଂ ସୁବର୍ଣ୍ଣର ଅଳକା ମଧ୍ୟ ଲମ୍ବି ଆସିଛନ୍ତି। କିରୀଟ ତଳକୁ ଦେଖିବେ, ମସ୍ତକରେ ତାଙ୍କର କିରୀଟ, କୁଣ୍ଡଳ, ଯେତେ ସୁବର୍ଣ୍ଣ ଅଳଙ୍କାର ଧାରଣ କଲେ ମଧ୍ୟ ମହାପ୍ରଭୁ ତାଙ୍କର ପୁଷ୍ପ ଅଳଙ୍କାରକୁ ମଧ୍ୟ ଧାରଣ କରିଛନ୍ତି। ତେଣୁ ସୁନାବେଶର ଭାବ, ଐଶ୍ୱର୍ଯ୍ୟ ଭାବ ପ୍ରକାଶିତ ହୋଇଥାଏ। ତେଣୁ ରଥ ସିଂହଦ୍ୱାର ସମକକ୍ଷ ରଥ ଉପରେ ବିଗ୍ରହମାନଙ୍କୁ ସୁନାବେଶକୁ କାହିଁକି ସ୍ୱତନ୍ତ୍ର? ଏ ସୁନାବେଶର ବୈଶିଷ୍ଟ୍ୟତା ରହିଛି। ମନ୍ଦିର ଭିତରେ ସୁନାବେଶ ହେଲେ ସମସ୍ତେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିନଥାନ୍ତି। ଯେଉଁ ଭକ୍ତଙ୍କୁ ଆମେ ଦେଖୁଛେ, ଲକ୍ଷାଧିକ ଭକ୍ତଙ୍କର ସମାଗମ
এটি জাতি ধর্ম বর্ণ ନିର୍ବିଶେଷରେ ସମସ୍ତେ ସମାନତା ପାଇଛନ୍ତି ଦର୍ଶନର ସମାନତା ମନ୍ଦିର ଭିତରେ ସମସ୍ତେ ଶିବାନନ୍ଦ ବେଶକୁ ଦର୍ଶନ କରିପାରିବେ ନାହିଁ ତେଣୁ ସର୍ବଧର୍ମ ସର୍ବମତବାଦର ଜନସାଧାରଣ ଭକ୍ତଗଣ ରଥ ଉପରେ ମହାପ୍ରଭୁଙ୍କର ସୁବର୍ଣ୍ଣ ବେଶକୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରେ ବାସ୍ତବିକ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ହସ୍ତପଦ ଖଚିତ ଅନୁପମ ମୂର୍ତ୍ତିତ୍ରୟ ରତ୍ନ ଖଚିତ କିରୀଟ ମଣି